ଏଠି ବିରୋଧୀ ଦଳକୁ ପ୍ରଶ୍ନ ପଚରା ହଉଛି କିନ୍ତୁ ସରକାର ଦଳକୁ ପ୍ରଶ୍ନ ପଚରା ହଉନି। ସାମ୍ବାଦିକତାର ପ୍ରଥମ କର୍ତ୍ତବ୍ୟ ହଉଛି ସରକାର ଦଳକୁ ପ୍ରଶ୍ନ ପଚାରିବା। ସାମ୍ବାଦିକ ମାନେ ଷ୍ଟୋରି କଲେଣି, ଇଭିଏମ୍ ଟାମ୍ପରିଂ କଥା ଆମେ ବାରମ୍ବାର କହିଛୁ, ଭୋଟ ଚୋରି କଥା କହୁଛୁ। ସାମ୍ବାଦିକ ମାନେ ଗୋଟେ ନ୍ୟୁଜ କଲେଣି କିନ୍ତୁ ବାହାରେ ନ୍ୟାସନାଲ ମିଡିଆ ନ୍ୟୁଜ କରୁଛି। ସାମ୍ବାଦିକ ମାନେ ପ୍ରଶ୍ନ ପଚାରିଲେଣି କେମିତି ସିକିମର ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଭିତରକୁ ଗଲେ, ତାଙ୍କ ଫଟୋ କୋଉଠୁ ଉଠିଲା, ଫଟୋ କୋଉଠୁ ଭାଇରାଲ ହେଲା। ଯାହା ସାମ୍ବାଦିକ ମାନଙ୍କର କର୍ତ୍ତବ୍ୟ। ଏମିତି ଏମିତି ଦେଖନ୍ତୁ, ମୁଁ କହିଲି ନା ଏଠି କେହି ସୁରକ୍ଷିତ ନୁହନ୍ତି, କିନ୍ତୁ ନିଜ ସୁରକ୍ଷା ପାଇଁ ନିଜକୁ ଲଢିବାକୁ ପଡିବ। ସାମ୍ବାଦିକ ମାନେ ମଧ୍ୟ ନିଜ ସୁରକ୍ଷା ନିଜେ କରନ୍ତୁ ଏବଂ ସାମ୍ବାଦିକ ମାନେ ସତ ଯୋଉଟା ସେଇଟା ଦେଖେଇବାକୁ ଚେଷ୍ଟା କରନ୍ତୁ। ସାମ୍ବାଦିକ ମାନେ ସରକାରଙ୍କୁ ପ୍ରଶ୍ନ ପଚାରନ୍ତୁ, ବିରୋଧୀ କି ନୁହେଁ। ସାମ୍ବାଦିକ ନା ବିରୋଧୀ ସାଙ୍ଗରେ ହାତ ମିଳେଇବାର ଅଛି, ସାମ୍ବାଦିକ ନା ସରକାରଙ୍କ ସାଙ୍ଗରେ, ବିରୋଧୀଙ୍କ ସାଙ୍ଗରେ ହାତ ମିଳେଇ ପାରିବେ ଏଇଥିପାଇଁ ବିକଜ ତାଙ୍କୁ ପ୍ରଶ୍ନ ପଚାରିବାର ଅଛି। ସାମ୍ବାଦିକ ମାନଙ୍କୁ ପ୍ରଶ୍ନ ପଚାରିବାର, ଯଦି ହୁଏ ତ ବିରୋଧୀ ବି ନରମ ଯାଆନ୍ତି କିନ୍ତୁ ସାମ୍ବାଦିକ ନରମ ହବା କଥା ନୁହେଁ। ବିରୋଧୀ କି ସାଙ୍ଗରେ ନେଇକିନା ପ୍ରଶ୍ନ ପଚାରନ୍ତୁ, ଯଦି ନ ହଉଛି ବିରୋଧୀ ଯଦି ପ୍ରଶ୍ନ ପଚାରୁନାହାନ୍ତି ତାହେଲେ ପଚାରନ୍ତୁ, କିନ୍ତୁ ବିରୋଧୀ କି ଟ୍ରୋଲ କରିବା ବନ୍ଦ କରନ୍ତୁ। ବିରୋଧୀ କି ପ୍ରଶ୍ନ ନ କରିକି ସରକାରଙ୍କୁ ପ୍ରଶ୍ନ ପଚାରନ୍ତୁ, ଏତିକି ମୁଁ କହିବି। ଆମେ ମଧ୍ୟ ସମସ୍ତେ ଶାଳୀନତା ରଖିବାର ଆବଶ୍ୟକତା ଅଛି। ଆମେ ମଧ୍ୟ ଦରକାର ପଡ଼ିଲେ କହିଛେ ଦିଦି ଓ ଦିଦି, ଆମେ ମଧ୍ୟ ଶାଳୀନତା ଭୁଲି ଯାଇଛେ। ତେଣୁ ଶାଳୀନତା ସମସ୍ତଙ୍କର ମା ଭଉଣୀ ଅଛନ୍ତି, ସମସ୍ତଙ୍କୁ ଶାଳୀନତା ଭିତରେ ଲକ୍ଷ୍ମଣ ରେଖା ଭିତରେ ରହିବାର ଆବଶ୍ୟକତା।